କଥାରେ ଅଛି ପରା, ବୁଝୁ ନ ବୁଝୁ ପଡ଼ ଗୀତା, ରୁଚୁ ନ ରୁଚୁ ଖା ପିତା। ଏବେ ତ ହେଲା ନିମ୍ବ ପିତାର ସମୟ। କଅଁଳିଆ ପତ୍ର ଆଉ ଫୁଲ କଢ଼ି ଭାଜି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଏ ବର୍ଷ ନ ଖାଇଲେ ପୁଣି ଚାହିଁ ରହିଥିବ ଆସନ୍ତା ବର୍ଷକୁ। ସକାଳୁ ସକାଳୁ ଉଠି ଗଛ ପାଖକୁ ଯାଇ କିଛି କଅଁଳିଆ ପତ୍ର ଆଉ ଫୁଲ କଢ଼ି ନେଇ ଆସିଲେ। ଫୁଲ କଢ଼ିକୁ ରୁଞ୍ଚିକୁ ଧୋଇକି ରଖିଦେଲେ। ତାପରେ ଗୋଟେ ବାଇଗଣ ଆଉ ଗୋଟେ ଆଳୁକୁ ଛୋଟ ଛୋଟ କରିକି କାଟି ନେଲି। ଆପଣମାନେ ଏହା ଦେଖି ଭାବିବେ ଏତେ କମ୍ କ'ଣ ପରିବା କାଟିଛନ୍ତି? ଦୁଇଟା ଲୋକ ଆମେ, କେତେ ବା ଖାଇବୁ? ସେଇଥିପାଇଁ ଅଳ୍ପ ପରିବା ହେଲେ ଆମର ହେଇଯିବ। ଆଉ ଗୋଟେ ପିଆଜ, 6-7ଟା ରସୁଣ ଆଉ ଗୋଟେ କଞ୍ଚା ଲଙ୍କାକୁ ଛୋଟ ଛୋଟ କରିକି କାଟିକି ରଖିନେଲି। ତାପରେ ଗ୍ୟାସ୍ ଅନ୍ କରିକି କଡ଼େଇ ବସେଇକି ସେଥିରେ କିଛି ସୋରିଷ ତେଲ ଦେଇଦେଲି। ତେଲ ଟିକେ ଗରମ ହେଇଗଲା ପରେ ସେଥିରେ କାଟି ରଖିଥିବା ପିଆଜକୁ ପକେଇଦେଲି। ପିଆଜ ଟିକେ ଭାଜି ହେଇଗଲା ପରେ ସେଥିରେ ରସୁଣ ଆଉ କଞ୍ଚା ଲଙ୍କାକୁ ଦେଇଦେଲି। ସେଥିରେ ସବୁ ଭାଜି ହେଇଗଲା ପରେ କାଟି ରଖିଥିବା ବାଇଗଣ ଆଉ ଆଳୁକୁ ଦେଇଦେଲି। ସେ ଟିକେ ଭାଜି ହେଇଗଲା ପରେ ସେଥିରେ ଲୁଣ ଆଉ ହଳଦୀ ଦେଇକି ଗୋଟେ ଘୋଡ଼ଣୀ ଦେଇକି ଢାଙ୍କିଦେଲି ଟିକେ ସିଝିବା ପାଇଁ। 2-3 ମିନିଟ୍ ପରେ ଘୋଡ଼ଣୀ କାଢ଼ି ଦେଖିଲି ଆଳୁ ଆଉ ବାଇଗଣ ହାଲକା ହାଲକା ସିଝିଗଲାଣି। ତାପରେ ମୁଁ ଧୋଇ ରଖିଥିବା ନିମ କଢ଼ିକୁ ସେଥିରେ ଦେଇଦେଲି। ତାପରେ ଅଳ୍ପ ଆଞ୍ଚରେ ତାକୁ ସିଝିବା ପାଇଁ ଛାଡ଼ିଦେଲି। ସେ ବି ଭଲ ଭାବରେ ଭାଜି ହେଇଗଲା ଆଉ ବାଇଗଣ ଆଉ ଆଳୁ ବି ଭଲ ଭାବରେ ସିଝିଗଲା। ଏବେ ଆମର ପ୍ରସ୍ତୁତ ହେଇଯାଇଛି ନିମ କଢ଼ି ଭଜା। ଦେଖିବା ପାଇଁ ତ ବହୁତ ଭଲ ଲାଗୁଛି ଆଉ ଖାଇବା ପାଇଁ ମଧ୍ୟ ଭଲ ଲାଗୁଥିଲା। ମୋତେ ତ ବହୁତ ଭଲ ଲାଗେ ଖାଇବା ପାଇଁ। ଆଉ କାହାକୁ ଭଲ ଲାଗେ କମେଣ୍ଟରେ ନିଶ୍ଚୟ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।